8-10 दिन ହବ ହାତୀ ଏରିଆରେ ଅଛନ୍ତି ଆଉ ଉପଦ୍ରବ କରି ଚାଲିଛନ୍ତି ମାଡ଼ି ଚାଲିଛନ୍ତି ଆଉ କ'ଣ କରାଯିବ କିନ୍ତୁ କ'ଣ ଆଗରୁ ତ ଯାହା କରୁଥିଲେ କାଲି ଆସନ୍ତା କାଲି ଆମର ଏଠି ତାଙ୍କର ଝିଅ ବାହାଘର ରାତି ପାଇଲେ ଝିଅ ବାହାଘର ହବ ରାସନ ପାଣି ଅଣା ହେଇକି ରଖା ହେଇଥିଲା ହାତୀ ତାକୁ ଝରକା ତାଡ଼ି ସେ ରାସନ ଯାହା ଥିଲା ତାକୁ ନଷ୍ଟ କରିଛନ୍ତି ଯୋଉ ବନ ବିଭାଗକୁ କିମ୍ବା ସରକାରଙ୍କ ତରଫରୁ ଅନୁରୋଧ କରୁଛୁ କିଛି ଯଦି ୟାର ପ୍ରତିକାର କରନ୍ତି ତାହେଲେ ଭଲ ହୁଅନ୍ତା ଆଉ ଗତ ରାତିରେ ଆମ ଘରେ ପଶି ଝରକା ତାଡ଼ି ଆଉ ରାସନ ସାମଗ୍ରୀ ଯେଉଁ ଝିଅ ବାହାଘର ପାଇଁ ଅଣା ହେଇଥିଲା ସେଗୁଡ଼ା ସବୁ ଖାଇଯାଇଛନ୍ତି ଆଉ ଆସନ୍ତାକାଲି ଝିଅ ବାହାଘର 20 ତାରିଖ ଆଉ କ'ଣ କରାଯିବ ଧାର ଉଧାରକୁ ତ ଯାହା ଅଣା ହେଇଥିଲା ଫେର ଏଇନା ଆଉ ଥରେ ଚିନ୍ତାରେ କାଲି କେମିତି କ'ଣ କରାଯିବ ତେଣୁକରି ବନ ବିଭାଗ କୁହାହେଉଛି କିଛି ଯଦି ବନ ବିଭାଗ ତାର ପ୍ରତିକାର କରନ୍ତେ ତାହେଲେ ଆମେ ଟିକେ ଖୁସି ହୁଅନ୍ତୁ ଆଉ